ଏହି ଖେଳାଳି ଆମ ପାଇଁ ବିପଦ। ବାରବାଟୀ ମ୍ୟାଚ୍ ପୂର୍ବରୁ ଏଡନ୍ ମ୍ୟାକ୍ରମ୍ଙ୍କ ବଡ଼ ବୟାନ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି20 ମ୍ୟାଚ୍ କଟକରେ ଖେଳାଯିବ। ଉଭୟ ଦଳ ଫର୍ମରେ ଅଛନ୍ତି ଏବଂ ସେମାନଙ୍କର ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଘରୋଇ ପରିବେଶରେ ଭାରତ ସର୍ବଦା ଶକ୍ତିଶାଳୀ ରହି ଆସିଛି, ଯେତେବେଳେ ଦକ୍ଷିଣ ଆଫ୍ରିକା ଦ୍ରୁତ ଆରମ୍ଭ କରିବାକୁ ଚେଷ୍ଟା କରିବ। ଅଭିଷେକ ଶର୍ମା ଓ ଆଫ୍ରିକୀୟ ପେସରଙ୍କ ମଧ୍ୟରେ ଲଢ଼େଇ ମ୍ୟାଚ୍ର ସବୁଠାରୁ ବଡ଼ ମୁଖ୍ୟ ଖବର ହୋଇପାରେ। ପ୍ରଶଂସକମାନେ ଏକ ରୋମାଞ୍ଚକର ପ୍ରତିଯୋଗିତା ଆଶା କରୁଛନ୍ତି। ଭାରତ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ 0-2ରେ ହାରିଥିଲା, କିନ୍ତୁ ଓଡିଆଇ ସିରିଜ୍ରେ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରି 2-1ରେ ବିଜୟୀ ହୋଇଥିଲା। ଏବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଯୁବ ଟି20 ଦଳ ଏହି ଗତିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବ। ଏହି ସିରିଜ୍ ଆସନ୍ତା ବର୍ଷ ହେବାକୁ ଥିବା ଟି20 ବିଶ୍ୱକପ୍ ପାଇଁ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ। ଫଳସ୍ୱରୂପ ଯୁବ ବ୍ୟାଟିଂ ଲାଇନ୍ଅପ୍ ପରୀକ୍ଷାରେ ପଡ଼ନ୍ତି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡନ୍ ମ୍ୟାକ୍ରମ୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତର ଯୁବ ଓପନର ଅଭିଷେକ ଶର୍ମାଙ୍କୁ ଶୀଘ୍ର ଆଉଟ୍ କରିବା ତାଙ୍କ ଦଳର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ। ଅଭିଷେକ ଏହି ବର୍ଷ ଉତ୍କୃଷ୍ଟ ଫର୍ମରେ ଅଛନ୍ତି ଏବଂ ଏକାକୀ ଭାରତ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି। ରୋହିତ ଏବଂ ବିରାଟଙ୍କ ନେତୃତ୍ୱରେ କଟକ ପିଚ୍ରେ ଟେଷ୍ଟ ଏବଂ ଓଡିଆଇ ସଫଳତା ପରେ ସମସ୍ତଙ୍କ ନଜର ଏବେ ଯୁବ ଟି20 ଦଳ ଉପରେ ରହିଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡନ୍ ମ୍ୟାକ୍ରମ୍ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଅଭିଷେକ ଶର୍ମା ତାଙ୍କ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହେବ। ମ୍ୟାକ୍ରମ୍ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ପାଇଁ ଅଭିଷେକଙ୍କ ସହିତ ଖେଳିଛନ୍ତି ଏବଂ ତାଙ୍କ ଦକ୍ଷତାକୁ ଭଲ ଭାବରେ ବୁଝନ୍ତି। ସେ କହିଥିଲେ ଯେ ଅଭିଷେକ ଶର୍ମାଙ୍କୁ ରୋକିବା ଯେକୌଣସି ଦକ୍ଷିଣ ଆଫ୍ରିକା ବୋଲରଙ୍କ ପାଇଁ ଏକ କଷ୍ଟକର ଚ୍ୟାଲେଞ୍ଜ ହେବ, କାରଣ ତାଙ୍କ ପାଖରେ ଆରମ୍ଭରୁ ମ୍ୟାଚ୍ର ଗତି ପରିବର୍ତ୍ତନ କରିବାର କ୍ଷମତା ଅଛି।